ଯେତେବେଳେ ଯୋଉଠି ମୁଁ ଜାଣେ ଏଇ ଭଳିଆ ଚର୍ଚ୍ଚା ହଉଛି ମତେ ଆସିବା ପାଇଁ ବହୁତ ଇଚ୍ଛା ହୁଏ ଆଉ ମୁଁ 2 ଚକିଆ ଯାନରେ ଯାଇ ସେଇ ଜାଗାରେ ପହଞ୍ଚିଯାଏ ଘରେ ମେକଅପ୍ ହୁଏ ଭଲ ଡ୍ରେସ୍ ପିନ୍ଧେ କିନ୍ତୁ ମୁହଁରେ ମାସ୍କ ବାନ୍ଧି ଯାଇ ସେଇଠି ପହଞ୍ଚିଯାଏ। ଅଟକେଇବି ଯଦି 2 ଚକିଆ ଯାନ କୁହାଯାଏ जो समय रे डबिंग रो अवस्था अपन जानथिबे आज एते सारा स्टूडियोस अछि एते फैसिलिटीज सब अवेल करि परछे से समय रे गोटे सिनेमा रे करबा पई खरा वर्षा शीत तांकर 2 चकिया जान रे कटक जानती डबिंग करबा पई कष्ट करिकी एंड हमें समस्त हमें जानि छु हमें डबिंग करछु हमें जानि छु गत 30 वर्ष धरी ମୁଁ ସ୍କୁଟି ଚଲଉଛି ସେଥିରେ ବହୁତ ଆନନ୍ଦ ପାଉଛି ଆଗକୁ ଯଦି ଆଉ 30 ବର୍ଷ ମୁଁ ବଞ୍ଚି ରହେ ତାହେଲେ ବି ମୁଁ ସ୍କୁଟି ଚଲେଇ 2 ଚକିଆ ଯାନ ଚଲେଇ ଏମିତି କାମ କରୁଥିବି ସେତିକି ଆଶୀର୍ବାଦ କରନ୍ତୁ। ଏବେ ଗୁଡି ପଚାରିଥିଲେ ଓଡିଆ ଚଳଚିତ୍ରର ଭବିଷ୍ୟତ ବର୍ତ୍ତମାନ ଆଉ ଭବିଷ୍ୟତ ବର୍ତ୍ତମାନ ତ ବେଶ ଉଜ୍ଜଳ ହଁ ନା ନାଇଁ କଣ କହୁଛନ୍ତି ବର୍ତ୍ତମାନଟା ଉଜ୍ଜଳ ବର୍ତ୍ତମାନ ଦେଖା ଯାଉଛି ନା ନାଇଁ କଣ ମୋ ଦମନ ଆସି ସାରିଲାଣି ପ୍ରତୀକ୍ଷା ଆସିଲାଣି ବର୍ତ୍ତମାନ ଦେଖିଲେ ଡେଲିଭରି ବୟ सो मु भाबुची माइक देबी कि ମୁଁ ଭାବୁଛି ଆଉଠୁ ବେଶୀ ଉଜ୍ଜଳ ହେଲେ ଜଳିଯିବା ଧୀରେ ଧୀରେ ଆଗକୁ ବଢିବା ନିଶ୍ଚିତ ଭଲ ସମୟ ଆସିଛି ମଝିରେ ପୁରୁଣା ଦିନର ସିନେମା ସେତେବେଳେ କପି ହଉଥିଲା 2ଟା 3ଟା ସିନେମା ମୁଁ ତ କହୁଛି 30 ବର୍ଷ ତଳେ ଯେତେବେଳେ ମୁଁ ପୁଅ ମୋର ଭୋଳା ଶଙ୍କରରେ ଆରମ୍ଭ କଲି ମୋ କ୍ୟାରିୟର ସେତେବେଳେ ସେଟା ବି ଗୋଟେ ହିନ୍ଦୀ ଫିଲ୍ମର କପି ଥିଲା ରାଜେଶ ଖନ୍ନାଙ୍କର ଗୋଟେ ଚଳଚ୍ଚିତ୍ର କିନ୍ତୁ ସେତେବେଳେ ଲୋକମାନେ ଫିଲ୍ମକୁ ଫିଲ୍ମ ସହିତ କମ୍ପେୟାର କରିବା ପାଇଁ କୌଣସି ସେମାନଙ୍କ ପାଖରେ ମାଧ୍ୟମ ନଥିଲା ବର୍ତ୍ତମାନ ସେଇ ମାଧ୍ୟମଟା 90s ରୁ ଯେତେବେଳେ ଆସିଲା ଆମ ପାଖକୁ ମୋବାଇଲର ଯୁଗ ଆମେ ସାଙ୍ଗେ ସାଙ୍ଗେ କନେକ୍ଟ କଲେ ଏଇଟା ହଉଛି ତେଲୁଗୁ ଫିଲ୍ମ ଏଇଟା ହଉଛି ଅମୁକ ଫିଲ୍ମ ସେଟା ହଉଛି ସମୁକ ଫିଲ୍ମ ସେଥିପାଇଁ ଓଡ଼ିଆ ଚଳଚ୍ଚିତ୍ରର ମାନ କମିଗଲା କିନ୍ତୁ ଚଳଚ୍ଚିତ୍ର ଯୋଉମାନେ ନିର୍ମାଣ କରୁଥିଲେ ସେମାନେ କେବେ ବି ଚାହୁଁନଥିଲେ ଖରାପ ଚଳଚ୍ଚିତ୍ରଟେ ନିର୍ମାଣ କରିବେ କୌଣସି କଳାକାର କେବେ ଚାହିଁ ନଥିଲା ଯେ ମୁଁ ଖରାପ ଅଭିନୟ କରିବି କୌଣସି ସଙ୍ଗୀତ ନିର୍ଦ୍ଦେଶକ କେବେ ବି ଚାହେଁନି ମୁଁ ଖରାପ ଗୀତ ତିଆରି କରିବି ସମସ୍ତେ କର୍ମ କରିବାକୁ ଚାହାନ୍ତି ଆଉ ଭଲ କର୍ମ କରିବାକୁ ଚାହିଁଥାନ୍ତି କିନ୍ତୁ ଯେହେତୁ ସୋସିଆଲ ମିଡିଆର ଯୁଗ ହେଲା ଆଉ ମାଧ୍ୟମ ଆସିଗଲା ଆମ ପାଖରେ ମୋବାଇଲ ଅନେକ ଗୁଡ଼ିଏ ଚ୍ୟାନେଲରେ ଡବ୍ ଫିଲ୍ମ ଷ୍ଟାର୍ଟ ହେଇଗଲା ତେଣୁ ତେଲୁଗୁକୁ ଆମେ ହିନ୍ଦୀ ମିଡିୟମରେ ଦେଖିଲୁ ତେଣୁ ଓଡ଼ିଆ ଚଳଚ୍ଚିତ୍ର ଲାଗିଲା ଯେ କୋଉଠି ନା କୋଉଠି ଏଟା କପି ହେଇଛି କିନ୍ତୁ ତା ମଧ୍ୟରେ ମେକିଂ ବି ବହୁତ ସୁନ୍ଦର ସୁନ୍ଦର ଫିଲ୍ମ ଥିଲା ବହୁତ ଫିଲ୍ମ ଲୋକ ମିସ୍ ବି କରି ଯାଇଛନ୍ତି କିନ୍ତୁ ମୁଁ ଭାବୁଛି ସେଇ ଯୁଗର ଅବସାନ ଘଟିଛି ବର୍ତ୍ତମାନ ନୂଆ ପିଲାମାନେ ଆସିଲେଣି ନୂଆ ପିଢି ଆସିଲେଣି କିଛି ପୁରୁଣା ଆଉ କିଛି ନୂଆ ଲୋକଙ୍କୁ ନେଇ ସିନେମା ତିଆରି କରୁଛନ୍ତି ମାନେ ଆମ ଜୀବନରେ ପ୍ରତ୍ୟେକ ଦିନ ଘଟୁଥିବା କିଛି ଘଟଣାବଳୀକୁ ନେଇକି ରିଅଲିଷ୍ଟିକ ମୁଭି ତିଆରି କରୁଛନ୍ତି ଆଉ ମୁଁ ଭାବୁଛି ଏଇଟା ଗୋଟେ ଭଲ ସମୟ ଆସିଛି ଉଜ୍ଜଳ ସମୟ ଆସିଛି ଆଉ ଏଇ ସମୟକୁ ଯଦି ଆମେ ବାନ୍ଧିକି ରଖିବା ତାହେଲେ ପୁଣି ଆମେ ଗୋଟେ 100 ବର୍ଷ ଏମିତି ଗୋଟେ ସୁନ୍ଦର ଚଳଚ୍ଚିତ୍ରର ଜର୍ଣ୍ଣି ନିହାତି କ୍ରସ୍ କରିବା ବୋଲି ମୋର ଆଶା ଆଉ ବିଶ୍ୱାସ